ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड सांख्य जोग। जोगर मुख्य उद्देश्य है देह अभिमानरू मुक्त होई परमात्मा का सानिध्य लाभ करिबा। भगवत प्राप्ति पाई कर्म बंधन प्रतिबंधक हुए नहीं। ଯେଉଁମାନେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ଫଳ ପ୍ରାପ୍ତି ଆଶା ନ ରଖି କର୍ମ କରନ୍ତି, ସେମାନେ ମାନବ ଜୀବନର ସମସ୍ତ ସୁଖ ଦୁଃଖକୁ ଅତିକ୍ରମ କରି ପରମ ଲକ୍ଷ୍ୟ ପ୍ରାପ୍ତି ହୁଅନ୍ତି। ପ୍ରାଚୀନ ଶାସ୍ତ୍ର ବଚନର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୁଏ। ସେମାନେ ପରସ୍ପର ବିପରୀତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି। ଏହାଦ୍ୱାରା ମଣିଷର ବୁଦ୍ଧି ବିଭ୍ରାନ୍ତ ହୋଇଉଠେ। କିନ୍ତୁ ସେ ଯେତେବେଳେ ଶ୍ରୁତ କିମ୍ବା ଅଶ୍ରୁତ ସମସ୍ତ ଶାସ୍ତ୍ର ପରିତ୍ୟାଗ କରି ପରମାତ୍ମା ସ୍ମୃତିରେ ନିଷ୍କାମ ଭାବରେ କର୍ତ୍ତବ୍ୟ କରି କର୍ମ କରି ଚାଲେ, ସେତେବେଳେ ସେ ନିଜେ ନିଜ ଅନୁଭବରୁ ପ୍ରାପ୍ତ ଉପଲବ୍ଧି ଦ୍ୱାରା ସତ୍ୟ ଅସତ୍ୟର ବିଭେଦ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ। ଜ୍ଞାନୀ ପାଇଁ ବେଦର ଆବଶ୍ୟକତା ନାହିଁ, କାରଣ ବେଦ ଉପନିଷଦ ଶାସ୍ତ୍ରାଦିର ପରସ୍ପର ବିରୋଧୀ ଶ୍ଲୋକ ଭାଷାଟିକା ଦ୍ୱାରା ମଣିଷର ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ ଏବଂ ତଦ୍ୱାରା ତାର ପୁରୁଷାର୍ଥ ବାଧାପ୍ରାପ୍ତ ହୁଏ। କିନ୍ତୁ ସେ ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ, ସେତେବେଳେ ତାକୁ ସମସ୍ତ ଈଶ୍ୱରୀୟ ବିଭୂତି ପ୍ରାପ୍ତ ହୁଏ। ସ୍ଥିତପ୍ରଜ୍ଞ ବ୍ୟକ୍ତି ଦେହ ଅଭିମାନରୁ ମୁକ୍ତ ହୋଇଥିବା ହେତୁ ସେ କେବଳ ନିଜ ଆତ୍ମାକୁ ଦେଖେ। ସେ ସଦାସର୍ବଦା ଆତ୍ମିକ ଚିନ୍ତନରେ ଆନନ୍ଦ ବିଭୋର ଥାଏ। ତାଙ୍କ ପାଖରେ କୌଣସି କାମନା ବାସନା ନଥାଏ। ସେ ସମସ୍ତ ପ୍ରକାର ଭୌତିକ ବିଷୟବସ୍ତୁର କାମନାକୁ ତ୍ୟାଗ କରି ଦିଏ। ଶରୀରାଦି ବାହ୍ୟ ଜ୍ଞାନର ବିସ୍ତୃତିକୁ କେତେକ ସମାଧି ବୋଲି କୁହନ୍ତି, କିନ୍ତୁ ପ୍ରକୃତ ସମାଧିର ଲକ୍ଷଣ ହେଉଛି ସମସ୍ତ ଦୈହିକ କାମନା ଓ ମୋହ ମମତାକୁ ତ୍ୟାଗ କରି ନିରନ୍ତର ଆତ୍ମିକ ସ୍ମୃତି ଦ୍ୱାରା ପରମାତ୍ମା ଚିନ୍ତନରେ ନିମଜ୍ଜିତ ରହିବା। ଜୀବନରେ ଦୁଃଖ ସୁଖ ଏକ ଅସ୍ଥାୟୀ ଅବସ୍ଥା ମାତ୍ର। ତେଣୁ ଯୋଗାଭ୍ୟାସୀ ବ୍ୟକ୍ତି ଦୁଃଖରେ ଉଦ୍ବେଗ ରହିତ ଓ ସୁଖରେ ନିସ୍ପୃହ ରହିତ ହେବା ଉଚିତ। ସେମାନେ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା କାମ କ୍ରୋଧାଦି ପଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରିଥାନ୍ତି। ସେମାନଙ୍କର ମନ ସଂକଳ୍ପ ବିକଳ୍ପ ଦ୍ୱାରା ଅସ୍ଥିର ହୁଏ ନାହିଁ। ଏହା ମନର ମୌନ ଅବସ୍ଥା। ତେଣୁ ଏଭଳି ବ୍ୟକ୍ତିକୁ ପରମାତ୍ମା ସ୍ଥିତପ୍ରଜ୍ଞ ମୁନି ବୋଲି କହିଛନ୍ତି। ସଂସାର ତ୍ୟାଗ କରି ସଂସାରର ଦୁଃଖ କଷ୍ଟକୁ ଏଡ଼ାଇ ଯିବାର ପନ୍ଥାକୁ ଗୀତା ସମର୍ଥନ କରେ ନାହିଁ। ସମସ୍ତ ପ୍ରକାର ସୁଖ ଦୁଃଖ ଶୁଭ ଅଶୁଭକୁ ସମଭାବାପନ୍ନ ହୋଇ ଗ୍ରହଣ କରିବାକୁ ହେବ। କୌଣସି ବସ୍ତୁ ବା ବ୍ୟକ୍ତି ବିଶେଷ ପ୍ରତି ଆସକ୍ତି ରହିବା ହେଉଛି ଦୁଃଖର କାରଣ। ତେଣୁ ଏହା ସର୍ବଥା ତ୍ୟାଜ୍ୟ। କାହାରି ବିରୁଦ୍ଧ ବଚନରେ ଦୁଃଖ ପ୍ରକାଶ କରିବା ଅନୁଚିତ। ବୀରତ୍ୱର ସହିତ ମନୋବିକାର ସମୂହକୁ ଜୟ କରିବା ପାଇଁ ଗୀତା ସାଧନାର ପଥ ନିର୍ଦ୍ଦେଶ କରେ। ଇନ୍ଦ୍ରିୟ ସମୂହ ଯେଉଁ ଭୋଗ୍ୟ ବିଷୟଗୁଡ଼ିକୁ ପାଇବା ପାଇଁ କାମନା କରନ୍ତି, ସେମାନଙ୍କର ବହିର୍ମୁଖୀ ଗତିକୁ ପ୍ରତ୍ୟାହାର କରିନେଲେ ବୁଦ୍ଧି ଆତ୍ମିକ ସ୍ଥିତିରେ ସ୍ଥିର ରହେ। ଏଠାରେ କଇଁଛର ଉଦାହରଣ ନିଆଯାଇପାରେ। କୌଣସି କାମ ନଥିଲେ କଇଁଛ ତାର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଖୋଳପା ମଧ୍ୟରୁ ସଂକୋଚନ କରି ନେଇ ସ୍ଥିର ହୋଇ ରହେ। ସେହିପରି ଯୋଗାଭ୍ୟାସୀ ପୁରୁଷ କର୍ମେନ୍ଦ୍ରିୟ ସମୂହକୁ ବିଷୟ ଭୋଗରୁ ପ୍ରତ୍ୟାହାର କରି ନେଇ ବୁଦ୍ଧିକୁ ପରମାତ୍ମାଙ୍କ ସ୍ମୃତିରେ ଏକାଗ୍ର ରହିବା ଉଚିତ। ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସମୂହର ଭୋଗ ଲାଳସା ମନରେ ଚଞ୍ଚଳତା ସୃଷ୍ଟି କରେ। ବିଷୟ ପରିତ୍ୟାଗ କରି ଏପରି ଲାଳସାରୁ ଦୂର କରାଯାଇପାରେ ନାହିଁ। ଅନାହାର ଦ୍ୱାରା କେବଳ ବିଷୟଗୁଡ଼ିକୁ ତ୍ୟାଗ କରାଯାଏ, କିନ୍ତୁ ଅନୁରାଗ ଦୂର ହୁଏ ନାହିଁ। ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ସାକ୍ଷାତକାର ନ ହେବା ପର୍ଯ୍ୟନ୍ତ ବ୍ୟକ୍ତିର ସାଂସାରିକ ଭୋଗ୍ୟ ପଦାର୍ଥରେ ଅଭିରୁଚି ଦୂର ହୁଏ ନାହିଁ। ଆତ୍ମସଂଯମ ପାଇଁ ଅନେକ କଥା କୁହାଯାଏ,
କିନ୍ତୁ ଯତ୍ନପୂର୍ବକ ଅଭ୍ୟାସ ନ କରିବା ପର୍ଯ୍ୟନ୍ତ ଏହା ଫଳପ୍ରଦ ହୁଏ ନାହିଁ। କାରଣ ଆମର ଇନ୍ଦ୍ରିୟ ଗଣ ଖୁବ୍ ବଳଶାଳୀ। ଯତ୍ନପୂର୍ବକ ଅଭ୍ୟାସ କରୁଥିବା ଜ୍ଞାନୀ ବ୍ୟକ୍ତି ମଧ୍ୟ ଏମାନଙ୍କର ପ୍ରଚଣ୍ଡତା ସମ୍ମୁଖରେ ବେଳେ ବେଳେ ହାର ମାନନ୍ତି। ସାଧାରଣ ଲୋକଙ୍କ କଥା କଣ ବା କହିବା? ମନୋବୁଦ୍ଧି ଦ୍ୱାରା ଇନ୍ଦ୍ରିୟ ସମୂହକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବା ସମ୍ଭବ ନୁହେଁ। ଦେହ ଅଭିମାନ ତ୍ୟାଗ କରି ସର୍ବତ ଭାବରେ ପରମାତ୍ମା ପରାୟଣ ହେବାକୁ ପଡ଼ିବ। ସମସ୍ତ ବିଷୟ ପ୍ରତି ଅନୁରାଗ ପରିତ୍ୟାଗ କରି ଭଗବତ୍ ପ୍ରାପ୍ତିକୁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ଆନ୍ତରିକତାର ସହିତ ସ୍ୱୀକାର କରିବାକୁ ହେବ। କ୍ରମଶଃ ଓମ୍ ଶାନ୍ତି।